ପାଠ ପଢ଼ିବାକୁ ସରକାର ଦେବେ 14 ଲକ୍ଷ। ଜାଣନ୍ତୁ, ଯୋଗ୍ୟତା ଶିକ୍ଷା ଅମୂଲ୍ୟ ସମ୍ପତ୍ତି ଅଟେ। ସାମ୍ପ୍ରତିକ ସ୍ଥିତିରେ ଶିକ୍ଷା ଏକାନ୍ତ ଆବଶ୍ୟକ। ଏହା କୁହାଯାଇପାରେ ଯେ ମାନବ ଜୀବନରେ ଶିକ୍ଷା ବିନା ଏକ କଳ୍ପନା କରିବା ମୁସ୍କିଲ। କାରଣ ଭବିଷ୍ୟତ ସୁରକ୍ଷିତ ରଖିବାକୁ ହେଲେ ଶିକ୍ଷା ହିଁ ଏକାନ୍ତ ଆବଶ୍ୟକ। ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରାଇବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଭଳି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ମିଳୁଛି ବା ଏହି କ୍ଷେତ୍ରରେ ବିକାଶ ଉଦ୍ଦେଶ୍ୟ ସହିତ ଆଗକୁ ବଢ଼ିବାରେ ସହାୟକ ହେଉଛି। ଏହି କ୍ରମରେ ଅନେକ ଛାତ୍ରଙ୍କୁ ଗୁରୁକୁଳ ଏବଂ ରାଜ୍ୟରେ ମଡେଲ ସ୍କୁଲ ପରି ଅନେକ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷା ପାଇଁ ସୁଯୋଗ ମିଳୁଛି। ଏହା କୁହାଯାଇପାରେ ଯେ ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାର କଠିନ ପରିଶ୍ରମ କରୁଛନ୍ତି। ବେରୋଜଗାରୀକୁ ଦୂର କରିବା ଏବଂ ବେରୋଜଗାରଙ୍କୁ ରୋଜଗାର ଯୋଗାଇବା ପାଇଁ ଅନେକ ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ବିଦ୍ୟାନିଧି ଯୋଜନା ମାଧ୍ୟମରେ ବିଦେଶରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସରକାର ଛାତ୍ରବୃତ୍ତି ପ୍ରଦାନ କରନ୍ତି। ଅନେକ ଛାତ୍ର ଏଥିରୁ ଉପକୃତ ହୋଇଛନ୍ତି। ବିଦେଶରେ ପଢ଼ିବାକୁ ଚାହୁଁଥିବା ଗରିବ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ନ୍ୟାସନାଲ ଓଭରସିଜ୍ ସ୍କଲାରସିପ୍ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ସ୍କଲାରସିପ୍ ପ୍ରଦାନ କରିବେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଏକ ବିବୃତ୍ତି ଜାରି କରିଛି। ବିଦେଶରେ ଏମଏସ୍ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ଯୋଗ ଦେବାକୁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ଛାତ୍ରମାନେ ନ୍ୟାସନାଲ ଓଭରସିଜ୍ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। 2024-25 ଶିକ୍ଷାବର୍ଷରେ ଏହି ସ୍କଲାରସିପ୍ ପାଇଁ ଆବେଦନ କରିବାକୁ ଆହ୍ୱାନ କରାଯାଇଛି। ଏହି ଯୋଜନା ଅଧୀନରେ ଯେଉଁମାନେ ଯୋଗ୍ୟ ଅଟନ୍ତି ସେମାନଙ୍କୁ ବାର୍ଷିକ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ସରକାର $15,400 ପ୍ରଦାନ କରନ୍ତି। କଣ୍ଟିଜେନ୍ସି ଭତ୍ତା ଭାବରେ ବି ସରକାର $1,500 ଯୋଗାଇ ଦେଇଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ 1.4 ଲକ୍ଷରୁ ଅଧିକ ହେବ। ଏଥିସହ ଟ୍ୟୁସନ ଫି, ଭିସା ଫି, ମେଡିକାଲ ଇନ୍ସୁରାନ୍ସ ପ୍ରିମିୟମ, ଆକସ୍ମିକ ଯାତ୍ରା ଭତ୍ତା, ବିମାନ ଚଳାଚଳ ଇତ୍ୟାଦି ପାଇଁ ଖର୍ଚ୍ଚ ବି ସରକାର ବହନ କରନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀମାନେ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ।